हेलो भाई। ମୁଁ ବିଶ୍ୱନାଥ ସମସ୍ତଙ୍କୁ ବିଶ୍ୱନାଥ ମ୍ୟାଥ୍ସକୁ ସ୍ୱାଗତ କରୁଛି। ତେଣୁ ଆଜି ଆମେ ଏଇ କ୍ଲାସ୍ରେ ପଢ଼ିବା ଡିଷ୍ଟ୍ରିକ୍ଟ ପୋଲିସ 2025 ପାଇଁ ଆମେ ସିମ୍ପଲିଫିକେସନ୍। ତେଣୁ ସିମ୍ପଲିଫିକେସନ୍ଟା ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ଏବଂ ଏଇ ସିମ୍ପଲିଫିକେସନ୍ ଚାପ୍ଟରରୁ ତୁମକୁ 100% ଏକ୍ଜାମ୍ରେ କ୍ୱେଶ୍ଚିନ୍ ଦେଖିବାକୁ ମିଳିବ। କାରଣ ପୂର୍ବଥର ଯେଉଁ ଏକ୍ଜାମ୍ ହେଇଥିଲା ସେଥିରେ ମଧ୍ୟ ସିମ୍ପଲିଫିକେସନ୍ରୁ କ୍ୱେଶ୍ଚିନ୍ ଆସିଥିଲା। ଏବଂ ଯଦି ଆମେ 2023 କଥା ଦେଖିବା, 2023ରେ ଯେଉଁ କ୍ୱେଶ୍ଚିନ୍ ଗୁଡ଼ାକ ଆସିଥିଲା, 2023ରେ ସବୁଯାକ ବେସିକ୍ ଲେଭେଲର କ୍ୱେଶ୍ଚିନ୍ ଆସିଥିଲା। ମାନେ ବେସିକ୍ର ବେସିକ୍, ବୁଝୁଛ ନାହିଁ? ମାନେ ବହୁତ ସହଜିଆ ସହଜିଆ କ୍ୱେଶ୍ଚିନ୍ ଆସିଥିଲା। ଯେଉଁ ପିଲାମାନଙ୍କର ବେସିକ୍, ଯେଉଁ ପିଲାମାନଙ୍କୁ ସବୁ ଚାପ୍ଟରର ବେସିକ୍ ଆସୁଛି ଆରିଥମେଟିକ୍ର, ଆରାମସେ ସେମାନେ ନିଶ୍ଚିତ ଭାବରେ ଫୁଲ୍ ମାର୍କ ରଖିଥିବେ। ତେଣୁ ଯଦି ଆମେ ସିମ୍ପଲିଫିକେସନ୍ ଦେଖିବା, ସିମ୍ପଲିଫିକେସନ୍ରେ ବିଭିନ୍ନ ପ୍ରକାର ଟାଇପ୍ର କ୍ୱେଶ୍ଚିନ୍ ଆସୁଛି। କ'ଣ ନା, ପ୍ରଥମେ ହେଲା ତୁମର ଭି ବଡ଼ମାସ୍ ରୁଲ୍ ଉପରେ କ୍ୱେଶ୍ଚିନ୍ ଆସିଲା। ତାପରେ ତୁମର ଯେଉଁ ରୁଲ୍ ଗୁଡ଼ାକ ଆଲଜେବ୍ରାର ଯେଉଁ ରୁଲ୍ ଗୁଡ଼ାକ ରହିଲା, ସୂତ୍ର ଗୁଡ଼ାକ ରହିଲା, ସେଇ ଉପରେ ହେଇଗଲା। ତାପରେ ତୁମର ଆସୁଛି କ'ଣ ନା, କେତେ ଗୁଡ଼ିଏ ଫର୍ମୁଲା, ଯେମିତିକି ଆମେ କହୁଛେ ନ୍ୟାଚୁରାଲ୍ ନମ୍ବର ଗୁଡ଼ାକର ସମ୍ ହେଇଗଲା, ହେଲା କି ଅଡ୍ ନମ୍ବରର ସମ୍, କି ଇଭିନ୍ ନମ୍ବର ଗୁଡ଼ାକର ସମ୍, କି ସ୍କୋୟାର ଗୁଡ଼ାକର ସମ୍, ଏଇ ଟାଇପ୍ର କ୍ୱେଶ୍ଚିନ୍ ଆସିଲା ହାରି। ତାପରେ ତୁମର ଯେଉଁ ଆସୁଛି କ'ଣ ନା, ଗୋଟେ ଆସୁଛି ସର୍ଟସ୍ ଆଣ୍ଡ ଇଣ୍ଡାଇସେସ୍। ଜାଣିଥିବ ସର୍ଟସ୍ ଆଣ୍ଡ ଇଣ୍ଡାଇସେସ୍, ଠିକ୍ ଅଛି। ସର୍ଟସ୍ ଆଉ ଇଣ୍ଡାଇସେସ୍ରୁ କ୍ୱେଶ୍ଚିନ୍ ଆସୁଛି, ମନେ ହେଲା। ଏବଂ ଇଏ ଥିଲା ଏତିକି ଜିନିଷ, ବୁଝିହେଲା କି? ତେଣୁ ଏତିକି ହିଁ ତୁମର ଯେଉଁ ସିମ୍ପଲିଫିକେସନ୍ରେ ରହୁଛି, ଏତିକି ଟାଇପ୍ର କ୍ୱେଶ୍ଚିନ୍। ତେଣୁ ଯେମିତି କହିଲି, ସର୍ଟସ୍ ଆଣ୍ଡ ଇଣ୍ଡାଇସେସ୍, ସମର, ଆଲଜେବ୍ରା ରୁଲ୍, ତାପରେ ତୁମର ଭି ବଡ଼ମାସ୍ ଉପରେ କ୍ୱେଶ୍ଚିନ୍। ଓକେ, କିନ୍ତୁ ସବୁଠାରୁ ଇମ୍ପୋର୍ଟାଣ୍ଟ ରହିବ ତୁମର ଡିଷ୍ଟ୍ରିକ୍ଟ ପୋଲିସ ପାଇଁ। କହିବାକୁ ଗଲେ ତ ସବୁ ଜାଗା ଇମ୍ପୋର୍ଟାଣ୍ଟ, ସେମିତି କିଛି କହିହେବନି ଯେ କେଉଁଥିରୁ ପର୍ଟିକୁଲାର କ୍ୱେଶ୍ଚିନ୍ ଆସୁଛି। କିନ୍ତୁ ପୂର୍ବ କଥା ଯଦି ଆମେ ଦେଖିବା, ତାହେଲେ ପର୍ଟିକୁଲାର ବଡ଼ମାସ୍ରୁ କ୍ୱେଶ୍ଚିନ୍ ଆସିଥିଲା। ସେ କ୍ୱେଶ୍ଚିନ୍ଟା ମୁଁ ଏଠାରେ ଆଲୋଚନା କରାଇଦେବି, କିଛି କଥା ନାହିଁ। ତେଣୁ ଭି ବଡ଼ମାସ୍ କଥା ଯଦି ଆମେ ଦେଖିବା, ଭି ବଡ଼ମାସ୍, ତେଣୁ ଭି ବଡ଼ମାସ୍ ମାନେ କ'ଣ ହେଲା, ଏଇ କନସେପ୍ଟଟା ଆଜି ଆମେ ଏଇ କ୍ଲାସ୍ରେ ଜାଣିବା। ଏବଂ ଲେଭେଲ୍ ଅଫ୍ ସିରିଜ୍ ଯେଉଁ ଆଣିବି, ଲେଭେଲ୍ ଅଫ୍ ସିରିଜ୍ରେ ଏଇ ଯେଉଁ ଚାରିଟାଙ୍କ ଟାଇପ୍ ଲେଖିଲେ ଏଠାରେ, ଓକେ, ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼, ଫୋର୍ଥ, ତେଣୁ ଏଇ ଚାରିଟାଙ୍କ ଟାଇପ୍ର କ୍ୱେଶ୍ଚିନ୍ ମୁଁ ଲେଭେଲ୍ ଅଫ୍ ସିରିଜ୍ରେ ଡିସ୍କସନ୍ କରିବି, ବୁଝିଲା କି? ତେଣୁ ଭି ବଡ଼ମାସ୍ରେ ଭି ମାନେ ଭିନକୁଲମ୍ ମାନେ ଏଠାରେ ବିଭିନ୍ନ ପ୍ରକାର ବନ୍ଧନୀ ଅଛି। ଯେମିତିକି ପ୍ରଥମେ ରେଖା ବନ୍ଧନୀ, ତାପରେ ଆସିବ ତୁମର ଚନ୍ଦ୍ର ବନ୍ଧନୀ, କୁଟିଳ ବନ୍ଧନୀ, ତାପରେ ଆସିବ ତୁମର ବର୍ଗ ବନ୍ଧନୀ, ବୁଝିଲା। ବି ମାନେ ଏଠି ତୁମେ କହିପାରିବ ଆରେ ଭି ମାନେ ଭିନକୁଲମ୍, କିଛି କଥା ନାହିଁ। ଓକେ, ଦେଖ ଏକା କଥା, ଦେଖ ଆକୁ ଦୁଇ ପ୍ରକାର ଲେଖିପାରିବ। ମୁଁ ଲେଖିଦେଲି ତ କ'ଣ, ଭିନିକୁଲମ୍ ବାର୍ ହେଲା। ଦେଖ ଭେନିକୁଲମ୍ ମାନେ ବାରଟାକୁ ହିଁ ଭିନିକୁଲମ୍ କୁହନ୍ତି। କିମ୍ବା ତୁମେ ଯଦି ଦେଖ, ଦୁଇଟା ଜିନିଷ ବୁଝୁଛି, ଆକୁ ତୁମେ ଭି ବଡ଼ମାସ୍ କହିପାରିବ କିମ୍ବା ନର୍ମାଲ୍ ବଡ଼ମାସ୍ କହିପାରିବ, ହେଲା। ବଡ଼ମାସ୍ ଏତିକି ମନେ ରଖିବ। ନହେଲେ ଭିରେ ଭିନିକୁଲମ୍ ମାନେ ଏଇ ବାରଟା, ତାପରେ ତୁମର ଏଇ ବନ୍ଧନୀ, ତାପରେ ଏଇ ବନ୍ଧନୀ ଆସିବ। ଓକେ, ଓ ମାନେ ଅଫ୍, କିମ୍ବା ଆକୁ କହିପାରିବ ଅର୍ଡ଼ର ମଧ୍ୟ କହିପାରିବ, ଯାହାଦ୍ୱାରା କି ଏଥିରେ ତୁମର ଆସିବ କ'ଣ, ତୁମର ଅଫ୍ ଆସିବ, ଏକ୍ସ କ୍ୟୁବ୍ ଆସିବ, କିମ୍ବା ତୁମର √x ଆସିବ। ଡିଭିଜନ୍, ଡି ମାନେ ଡିଭିଜନ୍, ଏ ମାନେ ମଲ୍ଟିପ୍ଲିକେସନ୍, ଏ ମାନେ ଆଡ଼ିସନ୍ ମାନେ ମିଶାଣ, ଏସ୍ ମାନେ ସବଟ୍ରାକ୍ସନ୍ ମାନେ ଫେରାଣ, ବୁଝିଲା। କିନ୍ତୁ ତାକୁ ଯଦି ଆମେ ବଡ଼ମାସ୍ ଲେଖିବା, ଲେଖିଦେଉଛି ଦେଖ ଏଠି, ମାନେ ତାହେଲେ ଲେଖିଲି ବଡ଼ମାସ୍ରେ ବିରେ ବ୍ରାକେଟ୍, ପ୍ରଥମେ ଏଇ ବ୍ରାକେଟ୍ ଆସିବ, ତାପରେ ଏଇ ବ୍ରାକେଟ୍, ତାପରେ କୁଟିଳ ବନ୍ଧନୀ, ତାପରେ ଚନ୍ଦ୍ର ବନ୍ଧନୀ, ଯେଉଁ ବର୍ଗ ବନ୍ଧନୀ, ବୁଝିଲା କି? ରେଖା ବନ୍ଧନୀ, ଚନ୍ଦ୍ର ବନ୍ଧନୀ, କୁଟିଳ ବନ୍ଧନୀ, ତାପରେ ବର୍ଗ ବନ୍ଧନୀ। ଓରେ ଆସିବ ଅର୍ଡ଼ର। ଅର୍ଡ଼ରରେ କ'ଣ ଆସିବ ତୁମର, ପ୍ରଥମେ ଆସିବ ତୁମର ଅଭ, ତାପରେ ତୁମର ଆଇ ଥିଙ୍କ ଏକ୍ସ କ୍ୟୁବ୍ କି √x, ଏମିତି। ଡିରେ ଡିଭିଜନ୍ ମାନେ ହରଣ, ଏ ମାନେ ମଲ୍ଟିପ୍ଲିକେସନ୍ ମାନେ ଗୁଣ, ଏ ଆଡ଼ିସନ୍ ମାନେ ମିଶାଣ, ଏ ସବଟ୍ରାକ୍ସନ୍ ମାନେ ଫେରାଣ, ଏତିକି ଆସିବ। ମନେ ହେଲା? ତେଣୁ ଏତିକି ଜିନିଷକୁ ତୁମେ ଭଲ ଭାବରେ ମନେ ରଖ। ଯେଉଁ ପିଲାଦିନେ ପଢ଼ିଥିଲ ବର ହଗୁ ମିଫେ, ବନ୍ଧନୀ, ର ମାନେ ଗୁଣ, ଓକେ, ହ ମାନେ ହରଣ, ଗୁ ମାନେ ଗୁଣ, ମି ମାନେ ମିଶାଣ, ଏ ମାନେ ଫେରାଣ। ଏଇ ଅର୍ଡ଼ରରେ ହିଁ ତୁମେ ସଜେଇବ, ବୁଝିପାରୁଛ ନାହିଁ? ତେଣୁ ଏଇ ଅର୍ଡ଼ରରେ ସଜେଇବ ନୁହଁ, ଏଇ ଅର୍ଡ଼ରରେ ହିଁ ତୁମେ କ୍ୱେଶ୍ଚିନ୍କୁ ସଲ୍ଭ କରିବ। ଯେମିତିକି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଗୋଟେ ଦେଖ, ଏଠି ଲେଖିଦେଇଛି ପୁରା। ଆରେ ଦେଖ,
ବାସ୍ ଦେଖ ତାହେଲେ ସିମ୍ପ୍ଲିଫାଏ क्वेश्चन सिम्प्लीफाई कर देছে তাহলে ইকুয়াল টু দেলি দেখো 27 ର କ୍ୟୁବ୍ ରୁଟ୍ ମାନେ କେତେ ନା 3 ହେବ କାରଣ 3 ର କ୍ୟୁବ୍ ହେଉଛି 27 ପ୍ଲସ୍ ରୁଟ୍ 4 କେତେ ହେବ ନା 2 ର ସ୍କୋୟାର ହେଉଛି ରୁଟ୍ 4 ହେଉଛି 2 ପ୍ଲସ୍ 1 ତାହେଲେ କେତେ ହେଲା 3 2 5 6 ହେଲା 6 ଆନ୍ସର ବହୁତ ଇଜି କ୍वेଶ୍ଚन ଆସିଥିଲା ନାହିଁ ତେଣୁ ଏଥର 2025ରେ ଆମେ ଏକ୍ସପେକ୍ଟ କରିବା ଯେ ଟିକେ ଭଲ କ୍वेଶ୍ଚନ ଆସୁ ସେଥିପାଇଁ ମୁଁ ଭଲ କ୍वेଶ୍ଚନ ଯଦି କାଳେ ଆସିବ ହେରି ସେଥିପାଇଁ ମୁଁ ଲେଭେଲ୍ ଅଫ୍ ସିରିଜ୍ ଆଣିବି ବୁଝିଲା କି এই সিরিজে ସମସ୍ତଙ୍କର ବେସିକ୍ସ କ୍ଲିୟର ହେଇଯିବ ଏବଂ ଲେଭେଲ୍ ଅଫ୍ ସିରିଜରେ ଟାଇପ୍ ୱାଇଜ୍ ଲେଭେଲ୍ ୱାଇଜ୍ କ୍ୱେଶ୍ଚିନ୍ ମୁଁ ସଲ୍ଭ କରିବି ଓକେ ତାହେଲେ ଦେଖ ପୁରା ବେସିକ୍ ବେସିକ୍ କ୍ୱେଶ୍ଚିନ୍ ନେଇଛି ତାର ମୁଁ କିଛି କ୍ୱେଶ୍ଚିନ୍ ମୁଁ ନିଜେ ଲେଖିକି ତୁମକୁ ସଲ୍ଭ କରିବି ଗୁଡ଼ା ଆମେ ଫଟାଫଟ କରିବା ଓକେ ବଡ୍ ମାସ୍ ତାହେଲେ ଆଗ ଆଡିସନ୍ ନା ତା ଆଗ ସବଟ୍ରାକ୍ସନ୍ ନା ଆଗ ଆଡିସନ୍ 25 ଆଉ 35 ମିଶିଲେ କେତେ ନା ସାର୍ 25 35 ଯଦି ମିଶିଯିବ 60 ହେଇଯିବ 60 ହେଇଗଲା 60 ରୁ 15 ଗଲେ କେତେ ନା ସାର୍ 45 आंसर आ छोटिया बेसिक बेसिक क्वेश्चन देख आग 48 की 12 हरिबा 12 को देख आग हरण तापर कि मिश्रण हला 48 की 12 हर पिला कौन करी 12 को 7 रे मिसई देबे जो माने कांसेप्ट जान नाहांती जो माने नुवा नुवा प्रिपरेशन स्टार्ट करछंती पिला दिने पढिथिले ए कांसेप्ट किंतु एबे तांकर मन नथिबो ସେଥିପାଇଁ 48 ଯଦି ଆମେ 12 ହରିବା କେତେ ହେଇଯିବ ସାର୍ 12 କୁ 48 4 ପ୍ଲସ୍ 7 ତାହେଲେ 7 4 କେତେ 11 ହେଇଯିବ ତାପରେ ଦେଖ 15 ଚଉ କେତେ 60 60 ଥର 20 ଫେଡ଼ିବା କେତେ ହବ ଆଚ୍ଛା 40 ହେଇଯିବ ଆଗ ହରିବା ତାର 6 ଦୁଗୁଣେ 12 6 ଶୂନ 0 ଓକେ 20 ହେଲା 20 ମିଶାଣ 15 ମାନେ କେତେ 35 ଦେଖ ଆଗ କାମ କ'ଣ ମତେ ଗୋଟେ ମିଶାଣ ଅଛି ଏଠି ହରଣ ଅଛି ପିଲା କହିବେ ସାର୍ ହରଣ କରିଦେବା ନାଇଁ ମୁଁ କହିଥିଲି ବଡ୍ ମାସରେ ବଡ୍ ମାସ ପ୍ରଥମେ ବ୍ରାକେଟ୍ ଆସୁଛି ବ୍ରାକେଟ୍ ମାନେ ଏଠି ବ୍ରାକେଟ୍ର କାମ ଆଗ କରିବା ତାହେଲେ ବ୍ରାକେଟ୍ ଭିତରେ ପ୍ଲସ୍ ଅଛି ମାନେ 45 15 ମିଶିଲେ 60 ହେଇଯିବ ପୁଣି ତାକୁ ଆମେ ହରିବା 10ରେ ହେଲେ କେତେ ହେଇଯିବ ନା ସାର୍ 6 ହବ ତେଣୁ 6 ଲେଖିଲେ ବୁଝିଲ ତାର ଆକୁ ଦେଖ 60 କୁ 5 ରେ ହର 5 ରହିଲେ କେତେ 12 ହେଇଯିବ 12 କୁ ପୁଣି 3 ରେ ଗୁଣିବା କେତେ ହବ 36 ହବ ଆକୁ ଦେଖ 25 ଦୁଗୁଣେ ଆଗ ବନ୍ଧନୀ କାମ କରିବା ତେଣୁ 25 ଦୁଗୁଣେ 50 ହେଇଯିବ ତାହେଲେ ମିଶ୍ରଣ ମିଶ୍ରଣ ଚିହ୍ନ ଦିଅ 40 4 ହେଲେ 10 ହେଇଯିବ ତାହେଲେ 60 ହେଲା ତାପରେ ଆକୁ ଦେଖ 100 ଫେଣ 36 କି 6 ରେ ଆଗ ହରିବା କାରଣ ବନ୍ଧନୀ ଅଛି ବନ୍ଧନୀ କାମ ଆଗ କରିବା 6 ହବ 100 କୁ 6 ଗଲେ 6 ଯୋଉ 94 ହବ ହେଲା ଆକୁ ଦେଖ 8 7 56 8 7 56 56 12 ଗଲେ କେତେ ନା ସାର୍ 48 ବୋଧେ 48 କି 28 ନାହିଁ 56 12 ଯିବ 56 ରୁ 12 ଗଲେ କେତେ ଯିବ 44 ହବ 44 ହବ ଆନ୍ସର ଏଥର ଏଟା କରିପାରିବ তুমি ନିଜେ ବହୁତ ଇଜି ଏଟା ତୁମ ପାଇଁ ଟାସ୍କ ଏଟା ତ କରିପାରିବ ଆରାମସେ ବହୁତ ଇଜି ରହିଛି ଆକୁ ବି କରିପାରିବ ବୁଝେଇଲି ଆକୁ ତୁମେ ନିଜେ କରିବ ଯେଉଁମାନେ ବର୍ତ୍ତମାନ ପ୍ରିପାରେସନ୍ ଷ୍ଟାର୍ଟ କରୁଛନ୍ତି ଓକେ ଆକୁ ନିଜେ କରିବ ଆକୁ ନିଜେ କରିବ ଆକୁ ନିଜେ କରିବ ଆକୁ ନିଜେ କରିବ ଆକୁ ଆକୁ ନିଜେ କରିବ ଆକୁ ନିଜେ କରିବ ବାସ୍ ହେଲା ଏଥର ମୁଁ ଷ୍ଟାର୍ଟ କରିଦେବି ତୁମର ମୁଁ କିଛି କ୍ୱେଶ୍ଚିନ୍ ଦେବି ଏଥର ଓକେ ଏଥର ଦେଖ ମୁଁ ଆଉ କିଛି କ୍ୱେଶ୍ଚିନ୍ ନେଉଛି ସେ କ୍ୱେଶ୍ଚିନ୍ ଗୁଡ଼ାକ ଆମେ ବୁଝିବା ଦେଖ ଦେଖ क्वेश्चन ले 32 हरण 8 गुण 4 -2 इंटू 3 एगुड़ा कहते क्वेश्चन एटा आसला एसएससी जीडी एसएससी जीडी रे आसला ओके एसएससी जीडी क्वेश्चन देखो ताहले आकु जदि हम सॉल्व करिया आगो काम कोन ना सर हरण काम ले हरण काम नै कामटा करिया तामने 8 को 32 तेनु 4 हिगला गुण 4 -2 गुण 3 एथरा हम गुण काम करिवा गुण एठी अछि 4 को 16 ହେଇଯିବ କାରଣ ଆକୁ ଗୁଣି ଦେଲେ 2 3 6 ହେଇଯିବ ତେଣୁ 16 6 ଗଲେ କେତେ 16 6 ଗଲେ ସେ ଯେ 10 ତେଣୁ 10 ହବ ଆମର आंसर ओके 10 हବ ଆମର आंसर सरला तापर 2 नंबर देखो 2 नंबर देखो 2 नंबर कदला आउट क्वेश्चन देखो 16 मिश्रण 12 हरण 4 -3 गुण 4
ओके তাহলে আগে কাম কোণ না স্যার হরণ কাম আগে করিবা তাহলে 16 লিখি দিও 4 কু 12 হলে 3 হবো তাহলে মিশ্রণ 3 মাইনস কেতে ହେଇଯିବ 3 ধর গুণন কাম করিবা 3 কি 4 গুণলে কেতে ହେଇଯିବ 3 চৌକୁ 12 ହେଇଯିବ ହେଲା ତାପରେ ଏଥର ମିଶାଣ କାମ କରିବା ନା ଫେଣାଣ କାମ କରିବା ନା ସାର୍ ମିଶାଣ କାମ କରିବା ତେଣୁ 16 3 ମିଶିଲେ କେତେ ନା ସାର୍ 7 3 19 ହେଇଯିବ ମାଇନସ 12 19 ରୁ 12 ଗଲେ କେତେ ହେଇଯିବ ନା ସାର୍ ହଁ କେତେ ହେଇଯିବ କି 7 ହେଇଯିବ ତେଣୁ 7 ଆନ୍ସର ଅପସନ ଏ ରେ ଅଛି ସରିଲା ତାର ଦେଖିବା ଆମେ 3 ନମ୍ବର ଦେଖ 3 ନମ୍ବର ଗୋଟେ ଭଲ କ୍ୱେଶ୍ଚନ ଦଉଛି ଦେଖ 2 ମାଇନସ 3 ମାଇନସ ଗୋଟେ ବନ୍ଧନ ଦେଲି 6 ମାଇନସ 6 ମାଇନସ 4 ମିଶ୍ରଣ 6 ओके এটা হলো কোশ্চেন এসআইজেডি কোশ্চেন অপশন হলা -6 2 0 -3 ए बी सी ডি দেখ আগে সলভ করিব মু কোন কইছিলি মু কইছিলি যে 2 মাইনস কে দেইছি এতে বুঝলটি আগু সাইড নিয়ে যাচ্ছি আর থর কাই লিখুতো নাই দেখো তাহলে এটা আমি কোন করিবা না স্যার এটি আমি গোটে কাম করিবা আপন কইছিলি যে আগকু বন্ধনী কাম হবো না স্যার চন্দ্র বন্ধনী কাম তারপরে এই বন্ধনী কামটা আমি আগ করিবা যদি আগ করিবা যা আছে লেখি নেই পড় যা আছে লেখি নেই পড়েব তারপরে এটি 6 এটি ফেলাଣ আছে মিশ্ରଣ আছে তেଣୁ ମିଶାଣ କାମ କରିବା ନା ଫେଳାଣ କାମ କରିବା କୁହ ମତେ କଣ କରିବା କୁହ 6 4 10 କୋଉ କାମ ଆଗ ହବ କୁହ ଭଲ କ୍ୱେଶ୍ଚନ ଗୋଟେ ଏଟା ହେଲା କୋଉ କାମ ହବ ଆଗ କୁହ ମତେ କୋଉ କାମ ହବ ମତେ କୁହ ମିଶାଣ କାମ ଆଗ ହବ ନା ନାଇଁ ତେଣୁ ମିଶାଣ କାମ ଯେହେତୁ ଆଗ ହବ ତେଣୁ ଏଇଠି ଦେଖ କିଛି ନର୍ମାଲି ତ ଯଦି ଜାଣିପାରୁନ ଏଠି তুমি কনফ্ୟୁজ হচ্ছ যে 6 4 10 କରିଦେବି ଏମିତି ତାପରେ ପୁଣି 6 ଏଠି ଅଛି ଏମିତି କନଫ୍ୟୁଜ ହେଇଯାଉଥିବ ସେମିତି କରିବନି ଦେଖ ପ୍ଲସ୍ କ'ଣ ଅଛି ପ୍ଲସ୍ 6 ଅଛି ଆଉ ପ୍ଲସ୍ 6 ଅଛି ତେଣୁ 6 6 ମିଶିଲେ କେତେ 12 ହେଲା 12 ରୁ 4 ଯିବ 12 ରୁ 4 ଗଲେ କେତେ ନା 8 ହେଲା ଇକ୍ୱାଲ୍ ଦେଲେ ପୁଣି 2 ମାଇନସ୍ 3 ମାଇନସ୍ ଲେଖିଲେ 6 ରୁ ମାଇନସ୍ 8 ଯିବ ତାହେଲେ ମାଇନସ୍ 2 ହବ ମାଇନସ୍ 2 ହବ ମାଇନସ୍ 2 ହେଇଗଲା ओके -2 -2 ओके तामाने 2 माइनस 3 माइनस माइनस कौन हो +2 ହେଇଯିବ ନା ନାଇଁ ତାନେ 2 ମାଇନସ୍ 3 2 5 କିଛି ଭୁଲ କଲେ କି ଠିକ ଅଛି ଇକ୍ୱାଲ୍ ଟୁ -3 ହବ ଆନ୍ସର ଅପସନ ଡି ଅଛି ଅପସନ ଡି ହେଲା କେତେ ବଢିଆ क्वेश्चन ଥିଲା ଦେଖିଲ ତେଣୁ ଏମିତିଆ क्वेश्चन ତୁମର ଯଦି ଆସିବ ହେରି କ'ଣ କରିବ ଯଦି ପ୍ରାକ୍ଟିସ୍ ନ କରିଥିବ ଆଉ ଗୋଟେ ଭଲ क्वेश्चन ନଉଛି ହେଲା ଦେଖ ବେଶୀ ଲମ୍ବା ହେଇଯାଉଛି ତେଣୁ ଟିକେ ଛୋଟିଆ क्वेश्चन ନେବା କାରଣ ଏତେ ବଡ଼ ତୁମର ପଡ଼ିବନି ଏକ୍ଜାମରେ ବୁଝିଲ କି ଏତେ ବଡ଼ ତୁମର କିଛି ପଡ଼ିବନି ଏକ୍ଜାମ ହେଲା ବେଶୀ ବଡ଼ ବଡ଼ क्वेश्चन ଅଛି ଏଇଟା ଦେଖିଦେ ନହେଲେ ଆଉ ଦେଖ -9 ମାଇନସ -60 ହରଣ -15 ମିଶ୍ରଣ -4 ଇଣ୍ଟୁ 9 ଇଣ୍ଟୁ 9 ବୁଝିଲେ କି ଇଣ୍ଟୁ 9 ହେଲେ କେତେ ହବ ଦେଖ ତାହେଲେ ଆମେ ଯଦି ଦେଖିବା ଆଗ ଆମେ ହରଣ କାମ କରିବା ନାହିଁ ଯଦି ଆମେ ହରଣ କାମ କରିବା ଏଠି ଲେଖିଥିବ -9 -60 ଇଏ କ'ଣ ଲେଖୁଛ ଗୋଟେ ଦେଖ ଯଦି ମୁଁ -60 କୁ -15 ହରି 15 ଚଉକୁ 60 ହେଇଯିବ ଆଉ ମାଇନସ୍ ମାଇନସ୍ କଟିଯିବ ତେଣୁ ଡାଇରେକ୍ଟ -4 ହେଲା ପ୍ଲସ୍ ପ୍ଲସ୍ ତାର ଗୁଣ କାମ କରିବା ଗୁଣ କାମ କଲେ 9 ଚଉକୁ କେତେ 36 9 ଚଉକୁ 36 ହେଲା -36 ହେଇଗଲା ତାହେଲେ -9 -4
प्लस माइनस माइनस 36 हो ताने एठाई 9 4 के 13 हो माइनस 13 हो हला एटा माइनस 36 ताने माइनस के 49 हो माइनस 49 कोट अछि ऑप्शन सी अछि बुझिला ऑप्शन सी हो आंसर ହେଲା ଆଉ କହନ୍ତି क्वेश्चन आठ बड़ बड़ क्वेश्चन अछि आठ भी एसएस जीटी कथा যদি ଆମେ ଦେଖିବା ଆଠୁ ବଢିଆ ବଢିଆ क्वेश्चन ଅଛି ହେଲା आठୁ हाई लेवल क्वेश्चन ଅଛି हाई लेवल ମାନେ କ୍ୟାଲକୁଲେଟିଭ क्वेश्चन ଅଛି ତେଣୁ ତୁମ ଏକ୍ଜାମ ଅନୁସାରେ ମୁଁ କହିଦେଲି କାରଣ ତୁମେ ଦେଖିଲ ତୁମର ଏକ୍ଜାମ ରେ ହେଇଥିଲା ପଳାରେ ଏଇ क्वेश्चन ଆସିଥିଲା ପୂର୍ବ ଧରକ ତେଣୁ ଏଟା କେତେ ସହଜ ଅଛି ଦେଖିଲ ଇଜି क्वेश्चन ରହିଛି ତେଣୁ ସେଇ ଅନୁସାରେ ମୁଁ ଏତିକି क्वेश्चन ତୁମକୁ ବୁଝେଇଲି ଓକେ ଆଉ ଯାହା ବି क्वेश्चन ରହିଲା ଆମେ लेवल ऑफ सीरीज रे बुझिबा ଭଲ ଭଲ क्वेश्चन କିଛି ନେବି तो जो टाइप गुड़ा कथा ମୁଁ ତୁମକୁ କହିଲି କଲर टाइप ଭିନ୍ନ टाइप ଯେମିତି କି ଏଠି ଆମେ ବର୍ଡ ମାସ ପଢିଲେ ତାପରେ ସମ୍ टाइप ଗୁଡାକ ଯେମିତି କି ସମ୍ टाइप ଟା ऑलरेडी ମୁଁ नंबर सिस्टम रे ଗୋଟେ क्वेश्चन सॉल्व कर ଦେଇଛି सम टाइप रो अलजेब्रिक फार्मूला a + b होल स्क्वायर सूत्र a - b होल स्क्वायर सूत्र शॉर्ट्स एंड इंडाइसेस जेମିତି a टू द पावर m * b टू द पावर m = को हबो बा a टू द पावर m टू द पावर n * b टू द पावर n को हबो विभिन्न प्रकार सूत्र अछि बुझिला कि जहाँ कि आमे नेक्स्ट क्लास रे जो लेवल ऑफ सीरीज नेक्स्ट क्लास नै नेक्स्ट सीरीज रे पढिबा जेहेतु एटा 25 डेज 25 चैप्टर सीरीज बेसिक सीरीज ସେଥିପାଇଁ ଏଠି ଆମେ ବେସିକ୍ क्वेश्चन ଆମେ ସଲ୍ଭ କରୁଛେ ओके ତାହେଲେ ରହୁଛି ଆମେ ପୁଣି ଦେଖାବା ନେକ୍ସଟ ଭିडिଓରେ थैंक यू